ମାମା ଆଜ୍ଞା ହେଲେ ମୁଁ କାଲି ମୋ ସାଙ୍ଗ ଘରେ ଯାଇଥିଲି। ତାଙ୍କ ଘରେ ନନଭେଜ ହେଇଥିଲା ହେଲା। ନନଭେଜରେ ସିଏ ଟିକେ ତରକାରୀ ନେଇକି ବହୁତ ସାରା ଭାତ ଖାଆନ୍ତି। ସିଏ ସେମିତି କାହିଁ ଖାଉଛନ୍ତି? ସେମାନେ ଏତେ ସାରା ଭାତ ନେଉଛନ୍ତି ଯେହେତୁ ତାଙ୍କୁ ପେଟ ପୁରୁନି ଆଉ ଖାଲି ତରକାରୀ ଏତେ ଟିକେ, ତ ସେମିତି ନେବାଟା ଭୁଲ। କାହିଁକି ନା ହଁ ନନଭେଜରେ ପ୍ରୋଟିନ୍ ଥାଏ, ଆଉ ତା ସହିତ କିଛି ଭେଜିଟେବୁଲ୍ ଏଡ଼୍ କରନ୍ତୁ ଯାହାକି ଆପଣ ସ୍କିନ୍ ରିପେୟାରିଂ କରିବ ଆଉ ଭଲ ଡାଇଜେଷ୍ଟ ବି ହେବ। ଆଉ ରହିଲା ଆପଣ ଭାତ କାର୍ବୋହାଇଡ୍ରେଟ୍ ଅଧିକ ନିଅନ୍ତୁନି, କାହିଁକିନା ସିଏ ଇନଷ୍ଟାଣ୍ଟ ଏନର୍ଜି ଦିଏ। ସେଠି ଯଦି ଆପଣ ଭାତକୁ ତ ଏଭଏଡ଼ କରିପାରିବେନି, କାହିଁକି ନା ଆମକୁ ଭାତ ନିହାତି ହେବ। ଆଉ ବେଶୀ ଭାତ ଖାଇଲେ ଆମର ଇନ୍ସୁଲିନ୍ ସ୍ପାଇକ୍ ହେବ, ଯେଉଁଟାକି ଆମ ଫ୍ୟାଟ୍ ବି ବଢ଼ିବ। ଆଉ ଫ୍ରାଇଡ୍ ଜିନିଷ ଯେମିତି ନନଭେଜ୍ ଅତ୍ୟଧିକ ମସଲା ବି ନିଅନ୍ତୁନି। ଆଉ ସବୁଦିନ ଆପଣଙ୍କର ସେଇଥିରେ ଭେଜିଟେବୁଲ୍ ଏମିତି କିଛି ପପେୟା ଧରା ସିଝା କି କ'ଣ ଭେଣ୍ଡି ଏଇସବୁ ଜିନିଷ ନିଅନ୍ତୁ, ଯେଉଁଟାକି ବହୁତ ବେନିଫିଟ୍ ହେବ ଆଉ ଆପଣ ସ୍କିନ୍ ବି ଗ୍ଲୋ କରିବ। ଥ୍ୟାଙ୍କ ୟୁ।